ହାଲେଲୁୟା। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧୁର ନାମରେ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଆଉ ବିଶେଷ କରି ଏ ସନ୍ଧ୍ୟାକାଳ ସମୟରେ ପୁନର୍ବାର ଆମମାନଙ୍କୁ ପ୍ରଭୁ ଯୀଶୁ ଆମମାନଙ୍କ ପିଣ୍ଡ ମଧ୍ୟରେ ପ୍ରାଣ ରଖି ତାହାଙ୍କର ବାକ୍ୟ ଧ୍ୟାନ କରିବା ପାଇଁ ପୁନର୍ବାର ଆଉ ଏକ ଦିନ ଦେଇଥିବାରୁ ପ୍ରଭୁଙ୍କ ନାମକୁ ଧନ୍ୟବାଦ ହେଉ। ଆସନ୍ତୁ ପ୍ରିୟ ଭାଇ ଓ ଭଉଣୀମାନଙ୍କୁ ଆଉ ବାକ୍ୟ ନିମନ୍ତେ ମୁଁ ଆହ୍ୱାନ କରୁଅଛି। ଆପଣମାନେ ଆଉ ବାକ୍ୟ ଧ୍ୟାନ ପୂର୍ବକ ଶୁଣିବେ ଏବଂ ଆତ୍ମିକତାରେ ଅଧିକରୁ ଅଧିକ ବଢ଼ିବ ବୋଲି ମୁଁ ଆଶା କରୁଅଛି। ମୋ ସହିତ ଖୋଲନ୍ତୁ ରୋମୀ ପୁସ୍ତକ 9 ପର୍ବ ତାର 18 ପଦ। ରୋମୀ ପୁସ୍ତକ 9 ପର୍ବ ତାର 18 ପଦ। ଅତଏବ ସେ ଯାହାକୁ ଇଚ୍ଛା କରନ୍ତି ତାହାକୁ ଦୟା କରନ୍ତି, ପୁଣି ଯାହାକୁ ଇଚ୍ଛା କରନ୍ତି ତାହାକୁ କଠିନ କରନ୍ତି। ପ୍ରଭୁ ଏ ପଠିତ ବାକ୍ୟ ଦେଇ ଆମେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରାର୍ଥନା କରିବା। ସର୍ବଶକ୍ତିମାନ ଜୀବନ୍ତ ସଦା ପ୍ରଭୁ ଆଶ୍ଚର୍ଯ୍ୟ ପ୍ରାକାନ୍ତ ପରମେଶ୍ୱର, ଆମେ ତୁମକୁ ଧନ୍ୟବାଦ କରୁଛୁ। ତୁମ ପବିତ୍ର ନାମକୁ ପ୍ରଭୁ ପରମେଶ୍ୱର ବିଶେଷ କରି ଅଶେଷ ଧନ୍ୟବାଦ ପ୍ରଭୁ ପରମେଶ୍ୱର, ଯେହେତୁ ତୁମର ଇଚ୍ଛା ନଥିଲେ ଆମେ କିଛି କରିପାରିବୁ ନାହିଁ। କେବଳ ତୁମ ଦୟା ତୁମ ଅନୁଗ୍ରହ ଆମେ ପାଇବା ପାଇଁ ପ୍ରଭୁ ତୁମରି ଚରଣାଗତ ହେଇଅଛୁ। ପ୍ରଭୁ ତୁମେ ଆମମାନଙ୍କୁ ଦେଖା ଦିଅ, ଆମମାନଙ୍କ ସହିତ କଥା କୁହ ପ୍ରଭୁ। ଆମେ ଯେ ପ୍ରକାର ତୁମକୁ ସ୍ୱର ଶୁଣିବୁ ଏବଂ ପରମେଶ୍ୱର ତୁମର ସେ ପ୍ରଭୁ ବାକ୍ୟ ଅନୁସାରେ ଚାଲିବୁ। ପ୍ରଭୁ ଶେଷ ଦିନମାନଙ୍କରେ ତୁମର ବାକ୍ୟ ନେଇ ବଞ୍ଚିବୁ, ସେ ତୁମେ ସାହାଯ୍ୟ କର। ଯୀଶୁଙ୍କ ନାମରେ ପ୍ରାର୍ଥନା କଲି ପ୍ରଭୁ, ଆମେନ୍। ହାଲେଲୁୟା। ମୋ ପ୍ରିୟ ଲୋକମାନେ, ଆଜି ଆପଣମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ କହିବାକୁ ଚାହୁଁଛି। ଏଠି ପ୍ରେରିତ ପାଉଲ ରୋମୀୟ ମଣ୍ଡଳୀକୁ ଯେଉଁ କଥା କହୁଅଛନ୍ତି ତାହା ଆମେମାନେ ଦେଖୁଅଛୁ। ପ୍ରଭୁ ପରମେଶ୍ୱର ସେ ଯାହାକୁ ଇଚ୍ଛା କରନ୍ତି ତାହାକୁ ଦୟା କରିବେ। ଭଲରେ ଶୁଣନ୍ତୁ। ପ୍ରଭୁ ପରମେଶ୍ୱର ପ୍ରଭୁ ଯୀଶୁ ଯାହାକୁ ଇଚ୍ଛା କରନ୍ତି ତାହାକୁ ଦୟା କରିବେ, ପୁଣି ଯାହାକୁ ଇଚ୍ଛା କରନ୍ତି ଯାହାକୁ ଇଚ୍ଛା କରନ୍ତି ତାହାକୁ କଠିନ କରିବେ। ହାଲେଲୁୟା। ତାଙ୍କର ଇଚ୍ଛାକୁ ଆମେ କେହି ମଧ୍ୟ ପ୍ରତିରୋଧ କରିପାରିବା ନାହିଁ। ଜଣେ ଧନୀ ଲୋକ ଅଛନ୍ତି, ସିଏ ତାଙ୍କଠାରେ ବହୁତ ଧନ ସମ୍ପତ୍ତି ଅଛି, ବହୁତ ଜମିବାଡ଼ ଅଛି। ଆଉ ସେ ଲୋକ କେତେକ ଯୁବା ଯୁବତୀମାନଙ୍କୁ କାମ ଦେବା ପାଇଁ ଆପଣା କ୍ଷେତ୍ରକୁ ଆହ୍ୱାନ କଲେ। ତାଙ୍କର ବିଲମାନଙ୍କରେ କାମ କରିବା ପାଇଁ। ଆଉ ଧନୀ ଲୋକ କ'ଣ କଲେ, ଲେବରମାନଙ୍କ ସହିତ ଅର୍ଥାତ୍ କାମ କରିବା ଲୋକମାନଙ୍କ ସହିତ 50 ଟଙ୍କା ପାଇଁ ଚୁକ୍ତି କରିଥିଲେ। ତୁମେ ଦିନ ସାରା ମୋ ବିଲରେ କାମ କର, ସନ୍ଧ୍ୟା ହେଲେ ତୁମମାନଙ୍କୁ 50 ଟଙ୍କା ଦେବି ବୋଲି ନିୟମ କରିଥିଲେ। ସେମାନେ ହଁ କହିଲେ, କାରଣ ଆମକୁ କାମ ଦାମ ନାହିଁ, ଆପଣ କାମ ଦେଇଛନ୍ତି, ଧନ୍ୟବାଦ ବୋଲି କହିକି ସେମାନେ କ'ଣ କରିଛନ୍ତି, କାମକୁ ଗଲେ। ତାପରେ ସେ ଧନୀ ଲୋକ କ'ଣ କଲେ, ସେ ହାଟ ବଜାରକୁ ଗଲେ। ହାଟ ବଜାରକୁ ଗଲା ପରେ ଆଉ ସେ ଜାଗାରେ କେତେକ ଯୁବା ଯୁବକମାନେ ଦେଖାଗଲେ। ଆଉ ସେ ଟାଇମ୍କୁ ସେ ପ୍ରାୟ ସମାନ 10ଟା 11ଟା ହେଇଥିବ। ସେହି ସମୟରେ ମଧ୍ୟ ସେ ଯୁବା ଯୁବତୀମାନଙ୍କୁ ଦେଖିଲେ। ତୁମେ ଏଠି କ'ଣ କରୁଛ ବୋଲି ପଚାରିଲେ। ସେମାନେ କହିଲେ, ଆମକୁ କିଏ କାମ ଦେଉନାହାନ୍ତି, ଆମେ ବେକାରିଆ ଅଛୁ ବୋଲି କହିବାରୁ ସେ କହିଲେ, ଯାଅ ମୋ କ୍ଷେତ୍ରରେ କାମ କର, ମୁଁ ସନ୍ଧ୍ୟା ହେଲେ ତୁମମାନଙ୍କୁ ଟଙ୍କା ଦେବି, ମଜୁରୀ ଦେବି ବୋଲି କହିଲେ। ତାପରେ ସେମାନେ ତାଙ୍କର କଥା ଶୁଣି, ଯାହା ହଉ ପ୍ରଭୁ ଆମକୁ କାମ ଦେଇଛନ୍ତି ବୋଲି
ସେମାନେ ଯାଇକରି ପ୍ରଥମେ ଯେଉଁମାନେ କାମ କରୁଥିଲେ ସେଇ ବିଲ ପାଖରେ ଯାଇକରି ସେମାନେ ମଧ୍ୟ କାମ କଲେ। ତାପରେ ମଧ୍ୟ ଆଉ ପ୍ରାୟ 2ଟା 3ଟା ଆଡ଼କୁ ଆଉ ଗୋଟେ ଦଳ ଦେଖାଗଲେ, ସେମାନେ ବି ବେକାର ଅଛନ୍ତି। ଆଉ ସେମାନଙ୍କୁ ମଧ୍ୟ କହିଲେ ତୁମେ ଏଠି କ'ଣ କରୁଛ? ଆଉ ସେମାନେ କହିଲେ ଆମକୁ କିଏ କାମ ଦେଉନାହାନ୍ତି, ଆମେ ବେକାରିଆ ଅଛୁ। ଆଉ ପ୍ରଭୁ ତାଙ୍କୁ କ'ଣ କହିଲେ, ସେ ଧନୀ ଲୋକ କ'ଣ କହିଲେ, ଆଉ ଯାଅ ମୋ କ୍ଷେତ୍ରରେ ବା ମୋ ବିଲରେ କାମ କର, ସନ୍ଧ୍ୟା ହେଲେ ତୁମମାନଙ୍କୁ ମୁଁ ଟଙ୍କା ଦେବି ବା ମଜୁରୀ ଦେବି। ଆଉ ସେମାନେ ବି ଖୁସିରେ ଗଲେ। ତାପରେ ସନ୍ଧ୍ୟା ସମୟରେ ପ୍ରାୟ 4ଟା 5ଟା ସମୟରେ, 6ଟାରେ କାମ ବନ୍ଦ କରିଦେବେ, ସେ 4ଟା 5ଟା ସମୟରେ ଆଉ ଗୋଟେ ଦଳ ଦେଖାଗଲେ। ସେ ଦଳକୁ ମଧ୍ୟ ଆଉ କ'ଣ କଲେ, ଆଉ ତୁମେ ଏଠି କ'ଣ କରୁଛ ବୋଲି ପଚାରିଲାରୁ ସେମାନେ କହିଲେ ଆମେ ବେକାରିଆ ଅଛୁ ବୋଲି କହିଲେ। ଆଉ ସେଇ ସମୟରେ ତାଙ୍କେ କହିଲେ ଆଉ ଯାଅ ମୋ କ୍ଷେତ୍ରରେ କାମ କର ବୋଲି କହିଲେ। ଆଉ ଏ ସନ୍ଧ୍ୟା ସମୟରେ ଯାହା ବି ଆଉ ଆମକୁ କିଛି କାମ ଦିନ ସାରା ଆମକୁ କେହି କାମ ଦେଲେ ନାହିଁ, ବର୍ତ୍ତମାନ ଆଜ୍ଞା ଆମକୁ କାମ ଦେଇଛନ୍ତି, ଯିବା ଚାଲ ବୋଲିକରି ତାଙ୍କେ ସେ ସନ୍ଧ୍ୟା ସମୟରେ ଯାଇକରି କାମ କଲେ। ତାପରେ ସନ୍ଧ୍ୟା ହେଲା, କାମ କରି ସେମାନେ ବାହାରକୁ ଆସିଲେ। ତାପରେ ମାଲିକ କ'ଣ କରୁଛନ୍ତି, ସମସ୍ତଙ୍କୁ ସମାନ ଭାବରେ କ'ଣ କରୁଛନ୍ତି, ତାଙ୍କର ଟଙ୍କାକୁ ଦେଉଛନ୍ତି। ସେହି ସମୟରେ ପ୍ରଥମରେ ଯେଉଁମାନେ ସକାଳେ ଆଉ ମାଲିକ ସହିତ ଆଉ କୁଲିକୁ ମାନେ ଯେଉଁ ମଜୁରୀକୁ ଚୁକ୍ତି କରିକିରି ଯାଇଥିଲେ, ଦିନସାରା କାମ କଲେ 50 ଟଙ୍କା ମିଳିବ ବୋଲିକରି ମାନେ ସେମାନେ ଯାଇଥିଲେ। ଆଉ ସେମାନେ ରାଜି ହେଇକରି ଯାଇଥିଲେ। ଆଉ ସେମାନେ ଈର୍ଷା ହେଇଗଲେ, ସେମାନେ ମାଲିକ ଉପରେ ଟିକେ ଛିଡ଼ିଗଲେ। ଆମେ ଦିନସାରା କାମ କଲୁ, କିନ୍ତୁ ଆମକୁ ସେ ସନ୍ଧ୍ୟାରେ ଆସିଥିବା ଲୋକ ଟିକେ କାମ କଲା, ତାକୁ ଆଉ ଆମକୁ ଟିକେ ଅଲଗା ଅଲଗା ଦେବା କଥା ଥିଲା। ମାତ୍ର ପ୍ରଭୁ କେତେ କଠିନ ଲୋକ, କେତେ ଦୟା ବି ନାହିଁ ଆମକୁ। ଦିନସାରା ଆମେ କାମ କଲୁ, ଆମକୁ ଟିକେ ଅଧିକ ଦେବା କଥା ଥିଲା। ନହେଲେ ସେ ଯେଉଁ ସନ୍ଧ୍ୟାରେ ଆସିଲା, ଆଉ 1 2ଟାରେ ଆସିଲେ ଯେ, ଆଉ ସନ୍ଧ୍ୟାରେ ଗୋଟେ ବ୍ୟାଚ୍ ଆସିଲେ, ତାପରେ 11ଟା 12ଟାରେ ଗୋଟେ ବ୍ୟାଚ୍ ଆସିଲେ, ଏ ସମସ୍ତେ 3ଟା ବ୍ୟାଚ୍ ଆସିଲେ ଆମ ପରେ, ସେମାନଙ୍କୁ ମଧ୍ୟ ଆମ ସହିତ ସମାନ ସମାନ କରି ଦେଇଛନ୍ତି। ଆଗେ କେଡ଼େ ବଡ଼ କଠିନ ଲୋକ, ଆଉ ଆମକୁ କିଛି ଭଲ ଲାଗୁନି ବୋଲି ସେମାନେ ଭାବୁଥିଲେ। ହାଲେଲୁୟା। ଏଇ ବାକ୍ୟର ଅର୍ଥ ଆମେମାନେ ବର୍ତ୍ତମାନ ଜାଣିବା। ଏ ମାଲିକ ତାଙ୍କ ନିଜ ଟଙ୍କାକୁ ଆଉ ତାଙ୍କ ଇଚ୍ଛା ଅନୁସାରେ ଯାହାକୁ ଇଚ୍ଛା ତାହାକୁ ଦେଇପାରିବେ। ତାଙ୍କୁ କିଏ ପଚାରି ପାରନ୍ତି କି? ତଥାପି ଏମାନେ ପଚାରିଲେ, କ'ଣ ପ୍ରଭୁ, ଆମେ ଦିନସାରା କାମ କଲୁ, ଆମକୁ ଟିକେ ଅଧିକ ଦେବା କଥା ଥିଲା, କିନ୍ତୁ ଆପଣ ସେ ସନ୍ଧ୍ୟାରେ ଆସିଥିବା ଲୋକକୁ ସହିତ ଆମମାନଙ୍କୁ ମଧ୍ୟ ସମାନ ଦେଇଛନ୍ତି, ଆମକୁ ଏଇଟା ଭଲ ଲାଗୁନି ବୋଲି ସେମାନେ କହିଲେ। ଆଉ ସେ ମାଲିକ ଆଉ ଛୋଟ ଅସ ଦେଇକି କହିଲେ, ହସିକିରି କହିଲେ, ଏ ଭାଇ, ତୋ ସହିତ ମୋର 50 ଟଙ୍କା ଚୁକ୍ତି ହେଇଥିଲା। 50 ଟଙ୍କା ଆଉ ସନ୍ଧ୍ୟା ହେଲେ ତୁମକୁ ଦେବି ବୋଲି ମୁଁ କହିଥିଲି, ହଁ କି ନାହିଁ? ହଁ। ହେଲେ ତୋତେ ମୁଁ ଅନ୍ୟାୟ କରିନାହିଁ ଭାଇ, ତୋତେ ମୁଁ କୌଣସି ଅନ୍ୟାୟ କରିନାହିଁ। ତୋତେ ଯାହା ଦେବି ବୋଲି କହିଥିଲି ତାହା ଦେଇଅଛି। କିନ୍ତୁ ଏଇ ଯେଉଁ ବେକାରିଆ ଲୋକମାନେ ଅଛନ୍ତି, ଏମାନଙ୍କ ପ୍ରତି ମୋର ଦୟା ହେଲା। ହାଲେଲୁୟା। ମୋ ଟଙ୍କା ମୋର ଇଚ୍ଛା ଅନୁସାରେ ମୁଁ ତାଙ୍କୁ ଦେବାଟା ମୋତେ ଅଧିକାର ନାହିଁ କି? ମୋ ଟଙ୍କାକୁ ମୋର ଅଧିକାର, ମୋ ଟଙ୍କା ଉପରେ ମୋର ଅଧିକାର। ମୁଁ କ'ଣ ତାକୁ ଦେଲି ବୋଲି ତୁମର କ'ଣ ପାଇଁ ଈର୍ଷା ହେଉଛି? ତୁମକୁ ମୁଁ ଯାହା ଦେବି ବୋଲି କହିଥିଲି ତାହା ଦେଇ ସାରିଛି। ଆଉ ତୁମ ସହିତ ମୋର କୌଣସି ଦିଆ ନିଆ ସମ୍ପର୍କ ନାହିଁ। ତ ଏମାନଙ୍କ ପ୍ରତି ମୋର ଦୟା ହେଲା, ତେଣୁ ମୁଁ ସେମାନଙ୍କୁ ଦୟା କରିଛି। ମୋ ଟଙ୍କା ସେମାନଙ୍କୁ ଦେଇଅଛି, ତୁମର କ'ଣ ଗଲା? ହାଲେଲୁୟା। ତାଙ୍କୁ କେହି ମଧ୍ୟ ପ୍ରଶ୍ନ କରିବାକୁ
ସକ୍ଷମ କରିପାରନ୍ତି ନାହିଁ, କାରଣ ସେ ମାଲିକଙ୍କର ଟଙ୍କା ମାଲିକଙ୍କର ଇଚ୍ଛା। ହାଲେଲୁୟା। ଠିକ୍ ସେଇ ପ୍ରକାର ଏଠି ପ୍ରେରିତ ପାଉଲ କହୁଛନ୍ତି, ଯେଉଁ ପରମେଶ୍ୱର ସ୍ୱର୍ଗ ପୃଥିବୀ ସୃଷ୍ଟି କରିଅଛନ୍ତି, ଯେଉଁ ପରମେଶ୍ୱର ଆପଣ ଇଚ୍ଛା ଅନୁସାରେ ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟି କରିଅଛନ୍ତି, ସୂର୍ଯ୍ୟ ଚନ୍ଦ୍ର ନକ୍ଷତ୍ର ତାରାଗଣ ଏହି ପଞ୍ଚଭୂତକୁ ପରମେଶ୍ୱର ତାଙ୍କର ସ୍ୱଇଚ୍ଛାରେ ସୃଷ୍ଟି କରିଅଛନ୍ତି। ଏହି ମନୁଷ୍ୟକୁ ମଧ୍ୟ ଆପଣା ପ୍ରତିମୂର୍ତ୍ତିରେ ପରମେଶ୍ୱର ସ୍ୱଇଚ୍ଛାରେ ତିଆରି କରିଛନ୍ତି। ତାଙ୍କୁ କେହି ମଧ୍ୟ ତମେ ଏମିତି କର ସେମିତି କର ବୋଲି ଡାଇରେକ୍ଟର ନଥିବେ ତାଙ୍କୁ। ହାଲେଲୁୟା। ତାଙ୍କର ଇଚ୍ଛା, ତାଙ୍କେ ଯାହା କରନ୍ତି ତାଙ୍କୁ କେହି ମଧ୍ୟ ପ୍ରଶ୍ନ କରିପାରିବେ ନାହିଁ। ହାଲେଲୁୟା। ହେଲେ ଏମିତି ମୂର୍ଖ ଲୋକମାନେ, ଏମିତି କଠିନ ଲୋକମାନେ ଆଉ ପରମେଶ୍ୱରଙ୍କୁ ବେଳେବେଳେ ପ୍ରଶ୍ନ କରନ୍ତି। ତ ପରମେଶ୍ୱରଙ୍କର ଉତ୍ତର କ'ଣ ବୋଲି କହିଲେ, ତମ ସହିତ ମୋର ଦିଆ ନିଆ କିଛି ନାହିଁ, ମୋର ଟଙ୍କା ମୋର ଇଚ୍ଛା, ମୋର ଦ୍ରବ୍ୟ ମୋର ଜିନିଷ ମୁଁ ଯେମିତି ହେଲେ ମଧ୍ୟ ତିଆରି କରିପାରିବି। ପ୍ରଭୁ ଏଠି କହୁଛନ୍ତି ପ୍ରେରିତ ପାଉଲ, ତାହାଙ୍କର ଅତଏବ ସେ ଯାହାକୁ ଇଚ୍ଛା କରନ୍ତି ତାହାକୁ ଦୟା କରନ୍ତି, ପୁଣି ଯାହାକୁ ଇଚ୍ଛା କରନ୍ତି ତାହାକୁ କଠିନ କରନ୍ତି। ସେ ତଳେ ସେ କହୁଛନ୍ତି, ଏଥିରେ ତୁମେ ମୋତେ କହିବ, ତେବେ ସେ ଆଉ ଦୋଷ ଧରନ୍ତି କାହିଁକି? କାରଣ ତାହାଙ୍କର ଇଚ୍ଛା କିଏ ପ୍ରତିରୋଧ କରିପାରେ? ସେ କହୁଛନ୍ତି ରୋମିଓ ମଣ୍ଡଳୀର ଲୋକମାନେ ପ୍ରେରିତ ପାଉଲକୁ ପଚାରୁଛନ୍ତି କ'ଣ ବୋଲି, ହେଲେ ପରମେଶ୍ୱର ତାଙ୍କର ଇଚ୍ଛା ଅନୁସାରେ ସବୁ କରିବେ, ହେଲେ ଦୋଷ କ'ଣ ପାଇଁ ଧରୁଛନ୍ତି? ତାହେଲେ ଇଏ ଅମୁକ ଭୁଲ କଲା ସମୁକ ଭୁଲ କଲା ବୋଲି ଧରିବାର ଆବଶ୍ୟକ ନଥିଲା, କିନ୍ତୁ କ'ଣ ପାଇଁ ସେ ଦୋଷ ଯାକ ଧରୁଛନ୍ତି? ମନୁଷ୍ୟ ତାର ଯେମିତି ଇଚ୍ଛା ସେମିତି ରହିବ, ଆଉ ପରମେଶ୍ୱର କ'ଣ ପାଇଁ ଦୋଷ ଗୁଡ଼ାକ ଧରୁଛନ୍ତି ବୋଲି ପ୍ରଶ୍ନ କରିବ। ହେଲେ ସେଠି ପ୍ରେରିତ ପାଉଲ ଦେବା ଉତ୍ତର କ'ଣ କହିଲେ, ହେଲେ କିନ୍ତୁ ହେ ମନୁଷ୍ୟ ତୁମେ କିଏ? ତୁମେ ପ୍ରଶ୍ନ ପଚାରୁଛ ଯେ ତୁମେ କିଏ ଯେ ଈଶ୍ୱରଙ୍କୁ ପ୍ରତିବାଦ କରିବ? ତୁମକୁ କୌଣସି ଅଧିକାର ନାହିଁ। ତୁମମାନଙ୍କୁ ଯେମିତି ଦେବା କଥା ସେମିତି ପ୍ରଭୁ ଦେଇଛନ୍ତି। ହେ ମନୁଷ୍ୟ, ପ୍ରଶ୍ନ କରୁଛୁ ଯେ ତୁ ପ୍ରଶ୍ନ କରିବାର କୌଣସି ଅଧିକାର ନାହିଁ ତୁମକୁ, ହେଲେ ମଧ୍ୟ ପ୍ରଶ୍ନ କରୁଛୁ ତୁ କିଏ? ହାଲେଲୁୟା। ପ୍ରେରିତ ପାଉଲ କହୁଛନ୍ତି, ହେ ମନୁଷ୍ୟ ତୁମେ କିଏ ପରମେଶ୍ୱରଙ୍କୁ ପ୍ରତିବାଦ କରୁଛୁ? ନିର୍ମିତ ବସ୍ତୁ କି ନିର୍ମାଣକର୍ତ୍ତାଙ୍କୁ କହିବ, ମୋତେ ଏପରି ଗଢ଼ିଲ କାହିଁକି? ସେଠି କହୁଛନ୍ତି କୁମ୍ଭାର ଲୋକ ଯେ କି ହାଣ୍ଡି ଗୁଡ଼ାକ ପାତ୍ର ଗୁଡ଼ାକ ଗଢ଼ିବେ। କୁମ୍ଭକାରକ ଲୋକ ଯାହାକି ଭଲ କରି ଚିକଟା ମାଟି ଯାକ, ମାନେ ଭଲ ମାଟି ପୁରା ସଫା କରିବ, ସେଠି ଗଡ଼ି ଯାକ ପଥର ଗୁଡ଼ାକ କୌଣସି ନଥାଉନୁ, ପୁରା ସମ୍ପୂର୍ଣ୍ଣ ଭାବରେ ସଫା କରି ତାକୁ ପୁରା ମାନେ ବହୁତ ସୁନ୍ଦର ଭାବରେ ପେଷ୍ଟ କରିବ। ପେଷ୍ଟ କଲା ପରେ ଆଉ ଗୋଟେ ଚକ୍ର ଥିବ, ସେଇ ଚକ୍ରରେ ଆଉ ସେ କ'ଣ କରିବ, ତାର ମନଗଢ଼ା ପ୍ରତିମାକୁ ତିଆରି କରିବ। ସେ ଯାହା ଇଚ୍ଛା କରିବ, ତାର ଆଙ୍ଗୁଠି ଯାକ ତାର ହାତରେ ଏମିତି କରିଦେଉଥିଲେ ସେ ଗୋଟେ ଜିନିଷ ତିଆରି ହେଇଯାଉଥିବ। ହେଲେ ସେ ତିଆରି ଜିନିଷ କ'ଣ ପଚାରିବ, ମୋତେ କ'ଣ ପାଇଁ ଏମିତି ତିଆରି କଲୁ? ତମର କ'ଣ ଅଧିକାର ଅଛି? ମୋତେ ଏମିତି ତିଆରି କରିବାର ନଥିଲା।
ବୋଲି ସେମିତି କହିପାରେ କି? ସେମିତି କହିବାର ଅସମ୍ଭବ କି ନାହିଁ? ଅସମ୍ଭବ। ସୃଷ୍ଟ ମନୁଷ୍ୟ ସୃଷ୍ଟିକର୍ତ୍ତାଙ୍କୁ କେବେ ସେହି ପ୍ରକାର ପ୍ରଶ୍ନ କରିପାରେ ନାହିଁ। ତେଣୁ ସେ କହୁଛନ୍ତି, ନିର୍ମିତ ବସ୍ତୁ କି ନିର୍ମାତାଙ୍କୁ କହିବ, ମୋତେ ଏପରି କ'ଣ ପାଇଁ ଗଢ଼ିଲ? କିମ୍ବା ଗୋଟିଏ ମାଟି ପିଣ୍ଡୁଲାରୁ ଗୋଟିଏ ପାତ୍ର ଆଦର ନିମନ୍ତେ ଅନ୍ୟଟି ଅନାଦର ନିମନ୍ତେ ଗଢ଼ିବା ପାଇଁ କି ମାଟି ଉପରେ କୁମ୍ଭକାରର କ'ଣ ଅଧିକାର ନାହିଁ? ହାଲେଲୁୟା। ସେଠି ଲେଖା ହେଇଛି 21ରେ ଗୋଟିଏ ମାଟି ପିଣ୍ଡୁଲା କ'ଣ ପଚାରିବ କି କୁମ୍ଭକାରକୁ, ମୋତେ କ'ଣ ପାଇଁ ଆଦର ପାଇଁ ସୃଷ୍ଟି କଲ ନାହିଁ, ଅନାଦର ପାଇଁ ସୃଷ୍ଟି କରୁଅଛ? ତାଙ୍କର ଇଚ୍ଛା କେତେଟା ଆଦର ପାତ୍ର କରିବ, କେତେଟା ଅନାଦର ପାତ୍ର କରିବ। କ'ଣ କେତେଟା ବିଷୟ କେତେଟା ପାତ୍ର ଗୁଡ଼ାକୁ ବାହାରେ ରଖିବା ପାଇଁ କରିବେ, ଆଉ କେତେଟା ପାତ୍ର ଗୁଡ଼ାକୁ ଘରେ ୟୁଜ୍ କରିବା ପାଇଁ କରିବେ। ସେଟା କୁମ୍ଭକାରର ଇଚ୍ଛା। ଆଉ ମାଟି ପିଣ୍ଡୁଲା କେବେ ମଧ୍ୟ କହିପାରିବ ନାହିଁ ଯେ ତୁମେ ମୋତେ କ'ଣ ପାଇଁ ଏ ପ୍ରକାର ଗଢ଼ିଅଛ। ତ ସେ ଦୋଷ କ'ଣ ପାଇଁ ଧରନ୍ତି ବୋଲି ସେମାନେ ପଚାରିଲେ। ସେ ଉତ୍ତରରେ କହିଲେ, ତୁମେ କିଏ? ତାଙ୍କେ ଯାହା ବି କରିପାରନ୍ତି, ତୁମେ କିଏ? ହାଲେଲୁୟା। ତ ସେଠି ଲେଖା ହେଇଛି, ତାଙ୍କେ କୌଣସି ବିଷୟରେ ବି କରିପାରିବେ। ସେ ଆଦରଣୀୟ ପାତ୍ର କରିପାରିବେ, ଅନାଦର ପାତ୍ର ମଧ୍ୟ କରିପାରିବେ। ମାଟି ଉପରେ କୁମ୍ଭକାରର ଅଧିକାର ଅଛି, କିନ୍ତୁ ଈଶ୍ୱର ଆପଣା କ୍ରୋଧ ପ୍ରଦର୍ଶନ କରିବା ନିମନ୍ତେ ଓ ଆପଣା ଶକ୍ତି ଜ୍ଞାତ କରାଇବା ନିମନ୍ତେ ଇଚ୍ଛା କଲେ ସୁଦ୍ଧା ଯଦି ବିନା ସ୍ୱାର୍ଥେ ପ୍ରସ୍ତୁତ ହୋଇଥିବା କ୍ରୋଧର ପାତ୍ର ଗୁଡ଼ାକ ପ୍ରତି ଦୀର୍ଘ ସହିଷ୍ଣୁତା ଓ ଧୈର୍ଯ୍ୟ ଧରି ଅଛନ୍ତି। ହାଲେଲୁୟା। ଏ ଜାଗାରେ ଆପଣମାନଙ୍କୁ ଗୋଟେ କଥା କହିବାକୁ ଚାହେଁ। ଗୋଟିଏ କୁମ୍ଭକାର କ'ଣ କରିଛନ୍ତି ବୋଲି କହିଲେ, ବିଭିନ୍ନ ପ୍ରକାର ପାତ୍ର ତିଆରି କରିଛନ୍ତି। ଗୋଟେ ମା କ'ଣ କଲା ବୋଲି କହିଲେ, ଗୋଟେ ଦୁଇଟି ପାତ୍ର କୁମ୍ଭକାର ପାଖରେ କିଣିଲା। ଆଉ ଗୋଟିଏ ପାତ୍ର, ସେ ଦୁଇଟି ପାତ୍ରରେ ଆଉ ସେ ସବୁବେଳେ ନଈରୁ ପାଣି ଆଣିକିରି ସେ ଦୈନନ୍ଦିନ ବ୍ୟବହାର କରୁଥିଲେ। ହେଲେ ଦିନେ କ'ଣ ହେଲା ବୋଲି କହିଲେ, ଗୋଟିଏ ପାତ୍ର ଆଉ ଛୋଟଟା ଡ୍ୟାମେଜ୍ ହେଇଗଲା, ଟିକେ ତଳ ପଟୁ କଣା ହେଇଗଲା, ଛିଦ୍ର ପଡ଼ିଗଲା। ଆଉ ତାହା କ'ଣ କହୁଛି ଗଳି ଯାଉଛି, ପାଣି ଆଣୁଥିଲେ ଗଳି ଯାଉଛି। ହେଲେ ଆଉ ଗୋଟେ ପାତ୍ର ଠିକ୍ରେ ଅଛି। ସେ ଦୁଇଟି ପାତ୍ର ସବୁବେଳେ କଥାବାର୍ତ୍ତା ହେଇକି ଯାଉଛନ୍ତି ପୁଣି, ମାନେ ଏଟା ଗୋଟେ ଏକ୍ଜାମ୍ପଲ୍ କଥା କହୁଛି। ସେ ମା ସବୁବେଳେ ଦୁଇଟି ପାତ୍ର ଧରିକିରି ଦୁଇଆଡ଼େ ଏମିତି ଧରିକିରି ଯାଉଛନ୍ତି, ସବୁବେଳେ ପାଣି ଆଣୁଛନ୍ତି। ସେ ଗୋଟେ ପାତ୍ର, ଭଲ ପାତ୍ର କହୁଛି ସେ ଖରାପ ପାତ୍ରକୁ, ହଇଲ ମାଙ୍କ ପାଇଁ ମୁଁ ଭର୍ତ୍ତି ପାଣି ଆଣୁଛି, ତୁ ସେ କଣା ହେଇଯାଇଛୁ, ତୁ ଖରାପ ହେଇଯାଇଛୁ, ତତେ ହେଲେ ମୁଁ ସେ ମା ଛାଡ଼ୁନାହାନ୍ତି। ତୁ ସେ ମାଆକୁ ଟିକେ କହିକି ତୁ ସାଇଡ଼୍ ହେଇଯାଉନୁ ବୋଲି ପଚାରୁଛି। ସେ ଭଲ ପାତ୍ର, ପାଟି ନ ଯାଇଥିବା ପାତ୍ର ଆଉ ପାଟିଯିବା ପାତ୍ରକୁ କହୁଛି। ଆଉ ସେ ନମ୍ବରଚିତ ହେଇକି କହିଲା, ହଇ ନାନୀ, ସତ କଥା, ଏ ମା ମୋତେ ଛାଡ଼ୁନାହାନ୍ତି ଆକା, କାରଣ ମୋତେ ନଈରେ ଭର୍ତ୍ତି କରି ପାଣି କାଢ଼ବାକୁ ଘରକୁ ଆସିଲା ବେଳକୁ ବହୁତ କମ୍ ହେଇଯାଉଛି। ମାଆଙ୍କର ସେବା ମୁଁ କରିପାରୁନାହିଁ। ମାତ୍ର ତମେ ବଢ଼ିଆ ସେବା କରୁଛ, ଯେହେତୁ
ତମେ ଡ୍ୟାମେଜ୍ ହେଇନ। ତେଣୁ ମାଆଙ୍କୁ ସବୁ କାର୍ଯ୍ୟରେ ତୁମେ ଲାଗୁଛ, କିନ୍ତୁ ମୁଁ କୌଣସି କାର୍ଯ୍ୟରେ ଲାଗିପାରୁନାହିଁ। ସେ ଦୁଃଖିତ, କାରଣ ତାଙ୍କ ମାଆଙ୍କୁ ସେ ଯେ ଅଧିକାରୀ, ସେ ମାଆଙ୍କୁ ସେ ପାଣି ଆଣୁଛନ୍ତି ସିନା, ସେ ପାଣି ଟୋଟାଲ୍ କ'ଣ ହେଉନି, କାର୍ଯ୍ୟରେ ଲାଗୁନି, ଅଳ୍ପ କିଛି କାର୍ଯ୍ୟରେ ଲାଗୁଛି। ତ ଏ ପାତ୍ର ଦିନେ ସେ ମାଆଙ୍କୁ ପଚାରିଲା, ମା, ମୁଁ ତ ଖରାପ ହେଇଯାଇଛି, ମୋତେ ସେ ବାହାରେ ପକାଇ ଦିଅ ମା, ଆଉ ଗୋଟେ ପାତ୍ର ତ ଠିକ୍ ଅଛି, ତାହିଁରେ ତୁମେ ବ୍ୟବହାର କରିକିନ, ଆଉ ମୋତେ କ'ଣ ପାଇଁ ତୁମେ ଛାଡ଼ୁନ ଆଉ ବୋଲି ସେ ପାତ୍ର କହିଲାରୁ ସେ ମା କହିଲେ, ତୋତେ କିଏ କହିଲା ତୁ କାମରେ ଲାଗୁନୁ ବୋଲି? ତୁ ତ ବହୁତ ବଢ଼ିଆ କାମ କରୁଛୁ ବୋଲି କହିଲା। ମୁଁ କି କାମ କରୁଛି ମା ବୋଲି କହିଲା ସେ। ସେତେବେଳେ ସେ ଘରକୁ ଯିବା ବାଟରେ ସୁନ୍ଦର ବଗିଚା ଗୋଟେ ସାଇଡ଼ରେ ବଗିଚା ଟୋଟାଲ୍ ଦେଖାଯାଉଛି। ସେ ବଗିଚାରେ ସୁନ୍ଦର ସୁନ୍ଦର ଫୁଲ ଗୁଡ଼ାକ ଅଛି। ସେ ମା କହିଲେ, ତୁ ମୋର ପେଟ ପୋଷୁଛୁ ମା, ତୁ କରିବା କାମ ଦ୍ୱାରା, ଆଉ ମୁଁ କ'ଣ କହୁଛି, ମୋର ପେଟକୁ ପୋଷୁଛି, ଆଉ ମୁଁ ଭଲରେ ଅଛି ତୁ କରିବା କାମ ଦ୍ୱାରା ବୋଲି କହିଲେ। ମୁଁ ତ କଣା ହେଇଯାଇଛି, ମୁଁ ତ ଖରାପ ହେଇଯାଇଛି, ମୁଁ ତ ଭଗ୍ନ ପାତ୍ର, ମୁଁ କୌଣସି କାମରେ ଲାଗୁନାହିଁ। ମୋତେ ଦେଖିକିରି ଆଉ ଭଲ ଥିବା ପାତ୍ର ମୋତେ କ'ଣ କରୁଛି, ଇନଷ୍ଟା କରୁଛି, ମାନେ ମୋତେ ତୁଚ୍ଛ ଦେଖାଉଛି ଭଲ ପାତ୍ର। ସତ ଏକା ମୁଁ ଖରାପ ହେଇଯାଇଛି ମା, ମୁଁ ଭଲ କାମ କରୁଛି ବୋଲି ତୁମେ କହୁଛ, କ'ଣ ସେ ଭଲ କାମ ବୋଲି କହିଲା। ହାଲେଲୁୟା। ଏଇ ଯେଉଁ ବଗିଚାରେ ଯେଉଁ ଫୁଲ ଗୁଡ଼ାକ ହେଇଛି, ସୁନ୍ଦର ସୁନ୍ଦର ଫୁଲ ଗୁଡ଼ାକ ହେଇଛି, ସେ ଫୁଲ ଗୁଡ଼ାକ ତୁ ଆଣୁଥିବା ପାଣିରେ ଏକା ବଢ଼ୁଛନ୍ତି ମା ବୋଲି କହିଲା। ହାଲେଲୁୟା। ସେତେବେଳକୁ ସେ ଭଗ୍ନ ପାତ୍ର, ସେ ଭାଙ୍ଗି ଯାଇଥିବା ହାଣ୍ଡି ବା ପାତ୍ର ପୁରା ଅବାକ୍ ହେଇଗଲା। ମୁଁ ମଧ୍ୟ ମାଆଙ୍କୁ କାମରେ ଲାଗୁଛି ତାହେଲେ, ହେଲେ କେମିତି ମା? ତୁ ଯେତେବେଳେ ଭାଙ୍ଗିଗଲୁ ବା ମାନେ ଛୋଟ କଣା ହେଇଗଲୁ, ମୁଁ ପାଣି ନେବାକୁ ସବୁଦିନ ଯାଉଥାଏ, ଗୋଟିଏ ହାତରେ ପାଣି ଭଲରେ ଆଣୁଛି, ଆଉ ଗୋଟେ ହାତରେ ପାଣି ଟୋଟାଲ୍ ଏଇ ବଗିଚାରେ ପଡ଼ୁଛି, ଏ ବଗିଚାର ଗଛମାନଙ୍କ ଉପରେ ପଡ଼ୁଛି, ଯାହାଫଳରେ ସେ ବଗିଚାର ଗଛମାନେ, ଫୁଲ ଗଛମାନେ ଭଲ ମାନେ ଫୁଲ ଫଳୁଛନ୍ତି। ସେ ଫୁଲକୁ ନେଇକି ମୁଁ ବଜାରରେ ବିକୁଛି, ଆଉ ସେଇ ପଇସାରେ ମୋର ପେଟ ପୋଷୁଛି ବୋଲି କହିଲାରୁ ସେ ଭଗ୍ନ ପାତ୍ର ବହୁତ ଖୁସି ହେଇଗଲା। ହାଲେଲୁୟା। এই ଜାଗାରେ ଆମେ ଦେଖୁଛୁ ଭଗ୍ନ ପାତ୍ରର ଉପରେ ମାଙ୍କର ଯେଉଁ ଦୟା ପ୍ରଚୁର ଅଟେ। ଆକୁ ବି ଦୟା କଲେ, ଆକୁ ବି ବ୍ୟବହାର କଲେ, ଯାହାକୁ ଭଲରେ ଥିବା ପାତ୍ରକୁ ମଧ୍ୟ ତାଙ୍କ ଘର ନିମନ୍ତେ ବ୍ୟବହାର କରିଛନ୍ତି। ତହିଁରେ କିଛି ଆଶ୍ଚର୍ଯ୍ୟ ଯିବା ବିଷୟ କିଛି ନାହିଁ। କିନ୍ତୁ ଭଗ୍ନ ପାତ୍ର ଉପରେ ତାଙ୍କର ବହୁତ ଦୟା ହେଲା। ହାଲେଲୁୟା। ଭଗ୍ନ ପାତ୍ର ଉପରେ ତାଙ୍କର ବହୁତ ଦୟା ହେଲା, କାରଣ ସେ କହିଛନ୍ତି, ପାଉଲ କହିଛନ୍ତି, ସେ ଯାହାକୁ ଦୟା କରିବେ ତାଙ୍କୁ ଦୟା କରିବେ, ଯାହାକୁ ଦୟା କରିବେ ନାହିଁ ତାଙ୍କୁ ଦୟା କରିବେ ନାହିଁ। ହାଲେଲୁୟା। ଯାହାକୁ କଠିନ ହେବେ ତାହାକୁ କଠିନ ହେବେ, ସେଥିପାଇଁ ତୁମେ କୌଣସି ପ୍ରଶ୍ନ କରିପାରିବ ନାହିଁ। ହାଲେଲୁୟା। ତ ଏଠି ସେ କ'ଣ କହୁଛନ୍ତି ବୋଲି କହିଲେ, ଯେଉଁ ଭଗ୍ନ ପାତ୍ର ଗୁଡ଼ାକ ଅଛି, ସେ ଭଗ୍ନ ପାତ୍ର ଉପରେ ପରମେଶ୍ୱରଙ୍କ କ୍ରୋଧ ପ୍ରଦର୍ଶନ କରିବାକୁ ଇଚ୍ଛା କଲେ ସୁଦ୍ଧା ଭଗ୍ନ ପାତ୍ର ଉପରେ ପରମେଶ୍ୱରଙ୍କ କ୍ରୋଧ ଜନ୍ମିବ, ଯାହାକି ସେ କାମରେ
ଲାଗୁନି ଦରକାର ପଡ଼ିଲେ ତାକୁ ବାହାରେ ଫିଙ୍ଗି ଦେବେ। ଅଗାଡ଼ି ଗୁଡ଼ାକୁ ବାହାରେ ଫିଙ୍ଗି ଦେଉନାହାନ୍ତି କି? ହାଲେଲୁୟା। ସେଇ ପ୍ରକାର ସେ ବାହାରେ ଫିଙ୍ଗି ଦେବାର ଯଜ୍ଞ, ତଥାପି ପରମେଶ୍ୱର ସେ ଭଗ୍ନ ପାତ୍ର ପ୍ରତି ମଧ୍ୟ ଦୀର୍ଘ ସହିଷ୍ଣୁତା ଅଟନ୍ତି। ହାଲେଲୁୟା। ସେଠି ଲେଖା ହେଇଛି 22ରେ, କିନ୍ତୁ ଈଶ୍ୱର ଆପଣା କ୍ରୋଧ ପ୍ରଦର୍ଶନ କରିବା ନିମନ୍ତେ ଓ ଆପଣା ଶକ୍ତି ଜ୍ଞାତ କରାଇବା ନିମନ୍ତେ ଇଚ୍ଛା କଲେ ସୁଦ୍ଧା, ଯଦି ବିନାଶାର୍ଥେ ପ୍ରସ୍ତୁତ ହୋଇଥିବା କ୍ରୋଧର ପାତ୍ର ଗୁଡ଼ାକ ପ୍ରତି ଦୀର୍ଘ ସହିଷ୍ଣୁତା ସହ ଧୈର୍ଯ୍ୟ ଧରି ଅଛନ୍ତି। ହାଲେଲୁୟା। ସେ ଧୈର୍ଯ୍ୟ ଧରି ଅଛନ୍ତି। ଭଗ୍ନ ପାତ୍ର ଉପରେ ବହୁତ କ୍ରୋଧ କରିପାରନ୍ତି, ଯେଉଁଟାକି କାମରେ ଲାଗୁନି, ତା ପ୍ରତି ପରମେଶ୍ୱରଙ୍କ କ୍ରୋଧ ଭୟଙ୍କର ବର୍ତ୍ତିପାରେ। ତଥାପି ପରମେଶ୍ୱର ସେମାନଙ୍କୁ ମଧ୍ୟ, କାଳେ ସେମାନେ ମଧ୍ୟ ମନ ପରିବର୍ତ୍ତନ କରିବେ ଆଉ ମୋ ଗୃହର କାର୍ଯ୍ୟ କରିପାରିବେ ଆଉ ମୋ ସନ୍ତାନ ସନ୍ତତି ହେଇପାରିବେ, ତେଣୁ ସେମାନଙ୍କୁ ମୁଁ ଟିକେ ସୁଯୋଗ ଦେବି ବୋଲି ପ୍ରଭୁ କ'ଣ କରୁଛନ୍ତି? ଦୟା ପ୍ରକାଶ କରୁଅଛନ୍ତି। ହାଲେଲୁୟା। ସେଠି ଲେଖା ହେଇଛି, ଦେଖନ୍ତୁ, ଆଉ ଯଦି ଗୌରବ ନିମନ୍ତେ ତାହାଙ୍କର ଦ୍ୱାରା ପୂର୍ବରୁ ପ୍ରସ୍ତୁତ ହୋଇଥିବା ଦୟାର ପାତ୍ର ଯେ ଆମ୍ଭେମାନେ, ସେଠି ଲେଖା ହେଇଛି ଏ ଦୀର୍ଘ ସହିଷ୍ଣୁତାରେ କ'ଣ ପାଇଁ ଅଛନ୍ତି? କାଳେ ସେମାନେ ମନ ପରିବର୍ତ୍ତନ କରି ଆଉ ଭଲ କାମରେ ଲାଗିପାରନ୍ତି। ହାଲେଲୁୟା। ତେଣୁ ପରମେଶ୍ୱର ସେମାନଙ୍କ ପ୍ରତି ମଧ୍ୟ କ୍ରୋଧର ପାତ୍ର ଗୁଡ଼ିକ ମାନଙ୍କ ପ୍ରତି ମଧ୍ୟ ଦୀର୍ଘ ସହିଷ୍ଣୁତା ଅଟନ୍ତି। ପ୍ରଭୁ ଯୀଶୁ ସର୍ବପାପ ପରିହାର ପାଇଁ ରକ୍ତ ପ୍ରୋକ୍ଷଣ, ତାଙ୍କ ରକ୍ତକୁ ସେ ଧାର ଧାର ବୋହି ଦେଇଛନ୍ତି। ସର୍ବପାପ ପରିହାର ପାଇଁ ତାଙ୍କ ରକ୍ତକୁ ଦାନ କରିଅଛନ୍ତି। ହାଲେଲୁୟା। ଯେ କେହି ତାହାଙ୍କ ରକ୍ତର ଅଂଶ ହେବ, ଯେ କେହି ପରମେଶ୍ୱରଙ୍କ ରାଜ୍ୟର ଅଧିକାରୀ, ପରମେଶ୍ୱର ସେମାନଙ୍କୁ ଅଂଶଗ୍ରହଣ କରିବା ପାଇଁ ଦୟା କରିବେ। ହାଲେଲୁୟା। ତେଣୁ ସେଠି କୁହାଯାଇଛି, ଆଉ ଯଦି ଗୌରବ ନିମନ୍ତେ ତାହାଙ୍କ ଦ୍ୱାରା ପୂର୍ବରୁ ପ୍ରସ୍ତୁତ ହୋଇଥିବା ଦୟାର ପାତ୍ର ଯେ ଆମ୍ଭେମାନେ, ପ୍ରେଜ୍ ଦ ଲର୍ଡ, ଦୟାର ପାତ୍ର ଆମେମାନେ କିଛି କାମରେ ନ ଲାଗିବା ପାତ୍ର ଗୁଡ଼ାକ ଆମମାନଙ୍କୁ ନେଇକି ସେ କ'ଣ କରୁଛନ୍ତି? ତାଙ୍କର ଦୟା ପ୍ରଦର୍ଶନ କରି ଆମମାନଙ୍କୁ ତାଙ୍କର ଗୌରବ ପାଇଁ ବ୍ୟବହାର କରୁଛନ୍ତି। ପ୍ରେଜ୍ ଦ ଲର୍ଡ। ଆପଣମାନେ କାମଖେଳି ଭାବରେ ବାକ୍ୟ ଶୁଣିଲେ ହେବ ନାହିଁ। ଆପଣମାନେ ବାକ୍ୟକୁ ପ୍ରାର୍ଥନା ପୂର୍ବକ ଶୁଣିବାକୁ ପଡ଼ିବ। ପ୍ରଭୁଙ୍କର ଶକ୍ତି ପାଇବାର ଅଛି ବୋଲି କହିଲେ ଆଉ ଧ୍ୟାନ ସହିତ ବାକ୍ୟ ଶୁଣନ୍ତୁ। ପ୍ରେଜ୍ ଦ ଲର୍ଡ। ସେଠି ଲେଖା ହେଇଛି, ଆଉ ଯଦି ଗୌରବ ନିମନ୍ତେ ତାହାଙ୍କ ଦ୍ୱାରା ପୂର୍ବରୁ ପ୍ରସ୍ତୁତ ହୋଇଥିବା ଦୟାର ପାତ୍ର ଯେ ଆମ୍ଭେମାନେ। ହାଲେଲୁୟା। ପାଉଲ ମଧ୍ୟ ସେ ଜାଗାରେ ଅଛନ୍ତି, ସେ କହୁଛନ୍ତି ଦୟାର ପାତ୍ର ଆମ୍ଭେମାନେ। ପ୍ରେଜ୍ ଦ ଲର୍ଡ। ଆମମାନଙ୍କ ନିକଟରେ ଆପଣା ଗୌରବର ଧନ ପ୍ରକାଶ କରିବା ନିମନ୍ତେ ତାହା କରିଅଛନ୍ତି। ତାହେଲେ ତୁମେ କ'ଣ କହିବ? ପ୍ରେଜ୍ ଦ ଲର୍ଡ। ସେ ଏ ଭାଙ୍ଗିଯିବା ଭଗ୍ନ ପାତ୍ର ଗୁଡ଼ାକୁ ମଧ୍ୟ ତାଙ୍କର ଗୌରବ ପାଇଁ ବ୍ୟବହାର କରୁଛନ୍ତି। ତାହେଲେ ତୁମେ କ'ଣ କହିବ କୁହ? ପ୍ରେଜ୍ ଦ ଲର୍ଡ। ସେଥି ନିମନ୍ତେ ତ ସେ କେବଳ ଜିହୁଦୀମାନଙ୍କ ମଧ୍ୟରୁ ନୁହେଁ, ମାତ୍ର ବିଜାତିମାନଙ୍କ ମଧ୍ୟରୁ ସୁଦ୍ଧା ଆମମାନଙ୍କୁ ଆହ୍ୱାନ କରିଅଛନ୍ତି। ହାଲେଲୁୟା। ଜିହୁଦୀମାନଙ୍କର ପରମେଶ୍ୱର, ଅବ୍ରାହ୍ମଙ୍କ ପରମେଶ୍ୱର, ଇସାକଙ୍କ ପରମେଶ୍ୱର, ଯାକୋବଙ୍କ ପରମେଶ୍ୱର, ସେ କେବଳ ଜିହୁଦୀମାନଙ୍କର ପରମେଶ୍ୱର, ସେ ଇସ୍ରାଏଲ ଲୋକମାନଙ୍କର ପରମେଶ୍ୱର ନୁହନ୍ତି, ବିଜାତି ଲୋକମାନଙ୍କର ପରମେଶ୍ୱର ନୁହନ୍ତି ବୋଲି ଯେଉଁମାନେ କହୁଅଛନ୍ତି, ସେମାନଙ୍କୁ ଆଜି ପ୍ରେରିତ ପାଉଲ ଉତ୍ତର ଦେଇଅଛନ୍ତି। ସେ ପୁଣି ସେଠି ଲେଖା ହେଇଛି, ତାଙ୍କେ ନିଜେ କହୁଛନ୍ତି 9:1 କ'ଣ ବୋଲି କହୁଛନ୍ତି ଜାଣିଛନ୍ତି କି? ସେ ନିଜେ କହୁଛନ୍ତି, ମୋହର ହୃଦୟରେ
ଯେ ଗଭୀର ଦୁଃଖ ଓ ନିରନ୍ତର ବେଦନା ଅଛି। ହାଲେଲୁୟା। ମୋର ହୃଦୟରେ ଯେ ଗଭୀର ଦୁଃଖ ଅଛି। କ'ଣ ପାଇଁ ବୋଲେ ମୋ ଲୋକମାନଙ୍କ ପାଇଁ, ଯେଉଁମାନେ ପ୍ରକୃତରେ ଜିହୁଦୀ, ଯେଉଁମାନେ ପ୍ରକୃତରେ ଅବ୍ରାହ୍ମଙ୍କର ସନ୍ତାନ ବୋଲି କହୁଛନ୍ତି, ସେମାନେ ସମସ୍ତେ ସେ ପ୍ରକାର ହେଇପାରିବେ ନାହିଁ। ସେମାନେ ନାମକୁ ମାତ୍ର ଜିହୁଦୀ। ସେଠି ଲେଖା ହେଇଛି, ଏହା ହିଁ ଖ୍ରୀଷ୍ଟଙ୍କ ସାକ୍ଷାତରେ ସତ୍ୟ କହୁଅଛି, ଏହା ମୁଁ ଖ୍ରୀଷ୍ଟଙ୍କ ସାକ୍ଷାତରେ ସତ୍ୟ କହୁଅଛି, ମିଥ୍ୟା କହୁନାହିଁ। ମୋର ବିବେକ ପବିତ୍ର ଆତ୍ମାଙ୍କ ପ୍ରଭାବରେ ମୋ ସହିତ ସାକ୍ଷ୍ୟ ଦେଉଅଛନ୍ତି। ହାଲେଲୁୟା। ପ୍ରେରିତ ପାଉଲଙ୍କୁ ପବିତ୍ର ଆତ୍ମା ବିବେକ ସହିତ ସାକ୍ଷ୍ୟ ଦେଉଅଛନ୍ତି। କାରଣ ଯେଉଁମାନେ ଶାରୀରିକ ଭାବରେ ମୋହର ଆତ୍ମୀୟ, ଏପରି ମୋହର ଭାଇମାନଙ୍କ ନିମନ୍ତେ ମୁଁ ନିଜେ ଖ୍ରୀଷ୍ଟଙ୍କ ଠାରୁ ପୃଥକ ରହି ଶାପଗ୍ରସ୍ତ ହେବା ପାଇଁ ଇଚ୍ଛା କରିପାରନ୍ତି। ପ୍ରଭୁ, ଆପଣ ଏତେ କଠିନ, ସକାଳ ଠାରୁ ମୋର ଭାଇମାନେ ଏତେ କାମ କରୁଅଛନ୍ତି, ଆଉ ତୁମର ଦୟା ସେ ଭଙ୍ଗା ମାଟି ପାତ୍ରମାନଙ୍କ ଠାରେ ଅଛି, କିନ୍ତୁ ସକାଳ ଠାରୁ ଗଦ କଷ୍ଟ ପଡ଼ିଲା ପରେ କଷ୍ଟ ପଡ଼ୁଛନ୍ତି ଏମାନଙ୍କ ପ୍ରତି ନାହିଁ କି ବୋଲି କହିକିରି ମୁଁ ଶାପଗ୍ରସ୍ତ ହେଇଥାନ୍ତି। କିନ୍ତୁ ମୁଁ ଜାଣିପାରିଲି ଯେ ପରମେଶ୍ୱର ଦୀର୍ଘ ସହିଷ୍ଣୁତା ପରମେଶ୍ୱର ସର୍ବଜ୍ଞ ପରମେଶ୍ୱର, ସେ ସର୍ବଶକ୍ତିମାନ ପରମେଶ୍ୱର, ତାହାଙ୍କୁ କେହି ମଧ୍ୟ ପ୍ରଶ୍ନ କରିପାରନ୍ତି ନାହିଁ, ମୁଁ ମଧ୍ୟ ନାହିଁ। ହାଲେଲୁୟା। କାରଣ ମୁଁ ମଧ୍ୟ ଜଣେ ଭଗ୍ନ ପାତ୍ର। ହାଲେଲୁୟା। ମୁଁ ମଧ୍ୟ ପୂର୍ବରେ ପରମେଶ୍ୱରଙ୍କର ମଣ୍ଡଳୀକୁ ଭୟଙ୍କର ଭାବରେ ମୁଁ କ'ଣ କରୁଥିଲି? ଭୟଙ୍କର ଭାବରେ କ୍ଲେଶ ଦେଉଥିଲି। ମୁଁ ମଧ୍ୟ ତାହାଙ୍କର ଦୟାର ପାତ୍ର ହେଇଥିବାରୁ ମୁଁ ଆଉ କିଛି କହିପାରୁ ନାହିଁ। କାରଣ ସେ ନ୍ୟାୟବାନ ପରମେଶ୍ୱର। ସେ ଯାହାକୁ ଦୟା କରିବେ, ଯାହାକୁ କଠିନ କରିବେ, କଠିନ କରିଦେବେ। ତେଣୁ ଜିହୁଦୀ ଲୋକମାନେ କ'ଣ ଭାବୁଥିଲେ ବୋଲି କହିଲେ, ଆମେ ପରମେଶ୍ୱରଙ୍କ ଲୋକ, ଆମେ ପରମେଶ୍ୱରଙ୍କର ଧନ, ଆମ ଛଡ଼ା ଆଉ କେହି ମଧ୍ୟ ତାହାଙ୍କର ଧନ ହେଇପାରିବେ ନାହିଁ ବା ତାହାଙ୍କର ଅଧିକାର ହେଇପାରିବେ ନାହିଁ। ସେ କାହାର ପରମେଶ୍ୱର ନୁହନ୍ତି, କେବଳ ଇସ୍ରାଏଲର ପରମେଶ୍ୱର ବୋଲି ସେମାନେ ଗର୍ବ କରୁଥିଲେ। କରିବାର କିଛି ଭୁଲ ନାହିଁ। କାରଣ ଯୀଶୁ ଇସ୍ରାଏଲମାନଙ୍କ ଠାରୁ ଆସିଅଛନ୍ତି। ପରିତ୍ରାଣ କେବଳ ଇସ୍ରାଏଲ ଠାରୁ ଆସେ। ସତ କଥା, ସେଟା ସତ କଥା। କିନ୍ତୁ ପରମେଶ୍ୱରଙ୍କୁ ତମେ କିଏ ଯେ ପ୍ରଶ୍ନ କରିପାରିବ? ସର୍ବଶକ୍ତିମାନଙ୍କୁ ତମେ କିଏ ପ୍ରଶ୍ନ କରିପାରିବ? ତାହାଙ୍କର ଇଚ୍ଛା ଯାହା ତାହା ସେ କରିବେ। ବେକାରିଆ ମାନଙ୍କୁ, କାମ ନଥିବା ଲୋକମାନଙ୍କୁ, ଶିକ୍ଷା ନଥିବା ଲୋକମାନଙ୍କୁ, ଦୟା ପ୍ରାପ୍ତ ନହେବା ଲୋକମାନଙ୍କୁ ପରମେଶ୍ୱର ଦୟା କରିବା ପରମେଶ୍ୱର। ତାଙ୍କର ଇଚ୍ଛା। ସେ ସର୍ବଶକ୍ତିମାନ, ସର୍ବଦୟାଳୁ, ସର୍ବବ୍ୟାପୀ, ସର୍ବଅନ୍ତର୍ଯାମୀ। ତାହାଙ୍କୁ କେହି ପ୍ରଶ୍ନ କରିପାରିବାକୁ ସକ୍ଷମ ନୁହନ୍ତି। ମୁଁ ମଧ୍ୟ ନାହିଁ। ହାଲେଲୁୟା। ମୋର ହୃଦୟରେ ଦୁଃଖ ଅଛି। ମୋର ଲୋକମାନେ ଏମିତି ହେଇଯାଉଛନ୍ତି, ସେମିତି ହେଇଯାଉଛନ୍ତି। ମୋ ଲୋକମାନେ ବିନଷ୍ଟ ହେଇଯାଇପାରନ୍ତି। କାରଣ ପରମେଶ୍ୱର ସେମାନଙ୍କୁ କ'ଣ କରୁଛନ୍ତି? ଦରକାର ପଡ଼ିଲେ ତାଙ୍କ ହୃଦୟକୁ କଠିନ କରିଛନ୍ତି। ଜିହୁଦୀମାନଙ୍କ ହୃଦୟ କଠିନ ହେଇଅଛି। କ'ଣ ପାଇଁ କଠିନ ହେଇଅଛି ବୋଲି କହିଲେ, ବିଜାତି ଲୋକମାନେ ତହିଁରୁ ଅଂଶଗ୍ରହଣ କରିବାକୁ ପଡ଼ିବ। କାରଣ ଏହା ପରମେଶ୍ୱରଙ୍କ ଦୟା ବିଜାତିମାନଙ୍କ ଉପରେ ପଡ଼ିଲା। ବିଜାତିମାନେ ଯେ ଆମେମାନେ ପୁଣି ତାହାଙ୍କ ନାମ ନ ଜାଣିଥିଲେ ମଧ୍ୟ ପରମେଶ୍ୱର ଆମକୁ ନାମ ଧରି ଡାକନ୍ତି। ପ୍ରେଜ୍ ଦ ଲର୍ଡ। ସେଠି ଲେଖା ହେଇଛି, ତୁମେ କ'ଣ କହିବ କୁହ, କାରଣ ସେଥି ନିମନ୍ତେ ତ ସେ କେବଳ ଜିହୁଦୀମାନଙ୍କ ମଧ୍ୟରୁ ନୁହେଁ, ମାତ୍ର ବିଜାତିମାନଙ୍କ ମଧ୍ୟରୁ ସୁଦ୍ଧା
ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ବିଜାତିମାନେ ଯେ ଆମ୍ଭେମାନେ ନାମକୁ ଆମେ ଖ୍ରୀଷ୍ଟିଆନ ବୋଲି କହିବାକୁ ଅଯୋଗ୍ୟ ଲୋକମାନେ ଆମେ ଖ୍ରୀଷ୍ଟିଆନ ଲୋକ ବୋଲି କହିବାର ଯୋଗ୍ୟ ନାହିଁ। ଆମମାନଙ୍କୁ ଆମେ ପରମେଶ୍ୱରଙ୍କର ସନ୍ତାନ ସନ୍ତତି ବୋଲି କହିବାକୁ ଯୋଗ୍ୟ ନାହିଁ। ଆମମାନଙ୍କୁ ମାତ୍ର ଯେତେ ଲୋକ ତାହାଙ୍କ ନାମରେ ବିଶ୍ୱାସ କରନ୍ତି, ପରମେଶ୍ୱର ସେ ସମସ୍ତଙ୍କୁ କ'ଣ କରୁଛନ୍ତି? ଈଶ୍ୱରଙ୍କର ସନ୍ତାନ ସନ୍ତତି ବୋଲି ଅଧିକାର ଦେଇଅଛନ୍ତି। ଯୋହନ ଲିଖିତ ସୁସମାଚାର 1:12 ଲେଖାଯାଇଛି। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ଏଇଠି ପ୍ରେରିତ ପାଉଲ କହିବାର ଭାବ ଏହା ଥିଲା, ସେ କେବଳ ଜିହୁଦୀମାନଙ୍କୁ ନୁହେଁ ମାତ୍ର ବିଜାତି ଲୋକମାନଙ୍କୁ ମଧ୍ୟ ଆହ୍ୱାନ କରିଅଛନ୍ତି। ବିଜାତି ଲୋକମାନଙ୍କୁ ବିଜାତିମାନଙ୍କର ପଦ ଦେଇନାହାନ୍ତି। ଦୟା ବୋଲବା ଜିନିଷ ନିଜର ଲୋକମାନଙ୍କୁ ଯାହା ଆଉ ଡାକିବା ଲୋକମାନଙ୍କୁ ମଧ୍ୟ ତାହା। ହାଲେଲୁୟା। ପରମେଶ୍ୱରଙ୍କ ଦୟା ଗୋଟେ ପ୍ରକାର ଆକା ଥିବ। ପରମେଶ୍ୱରଙ୍କ ଦୟା ଭିନ୍ନ ଭିନ୍ନ ପ୍ରକାର ନଥିବ। ପରମେଶ୍ୱରଙ୍କ ପ୍ରେମ ଗୋଟେ ପ୍ରକାର ଆକା ଥିବ। ପରମେଶ୍ୱରଙ୍କ ପ୍ରେମକୁ ଉଚ୍ଚ ନିଚ ନଥିବ, ଭେଦଭାବ ନଥିବ। କାରଣ ପରମେଶ୍ୱର ସମସ୍ତଙ୍କୁ ପ୍ରେମ କରନ୍ତି, ସମସ୍ତଙ୍କୁ ଦୟା କରନ୍ତି। ସେ ଦୟାଳୁ ପରମେଶ୍ୱର ଅଟନ୍ତି। ପ୍ରେଜ୍ ଦ ଲର୍ଡ। ତେଣୁ ବିଜାତି ଲୋକମାନେ ଯେ ଆମ୍ଭେମାନେ, ଆମମାନଙ୍କୁ ସେ ତାଙ୍କର ସ୍ୱଜାତି ହେବା ନିମନ୍ତେ, ତାଙ୍କ ସ୍ୱର୍ଗ ରାଜ୍ୟର ଅଧିକାରୀ ହେବା ନିମନ୍ତେ ଆମମାନଙ୍କୁ କ'ଣ କରୁଛନ୍ତି? ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆହ୍ୱାନ କରିଅଛନ୍ତି। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା ଦ୍ୱାରା, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆମମାନଙ୍କୁ ପରମେଶ୍ୱରଙ୍କ ସହିତ ଏକତ୍ର ହେବା ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ରକ୍ତ ଆମମାନଙ୍କୁ ରାସ୍ତା ଖୋଲିଦେଇଛି। ହାଲେଲୁୟା। ତେଣୁ ସେଠି ଲେଖା ହେଇଛି, ପୁଣି ଯେଉଁ ସ୍ଥାନରେ ତୁମେମାନେ ଆମ୍ଭର ଲୋକ ନୁହେଁ ବୋଲି ସେମାନଙ୍କୁ କୁହାଯାଇଥିଲା, ସେହି ସ୍ଥାନରେ ସେମାନେ ଜୀବନ୍ତ ଈଶ୍ୱରଙ୍କ ପୁତ୍ର ଗଣ ବୋଲି ଖ୍ୟାତ ହେବେ। ହାଲେଲୁୟା। ଅସୀୟ ଭବିଷ୍ୟତ ବକ୍ତା ତାହା ଲେଖିଛନ୍ତି। ସେଠି ସ୍ପଷ୍ଟ ଭାବରେ କୁହାଯାଇଛି, ଆଉ ମୁଁ ତାହାକୁ ଲମ୍ବାଉ ନାହିଁ। ଯେଉଁ ଜାଗାରେ ଏମାନେ ବିଜାତି ଲୋକ ବୋଲି କୁହାଯାଇଥିଲା, ଯେଉଁ ଜାଗାରେ ଏମାନେ ଆମର ଲୋକ ନାହିଁ ବୋଲି କୁହାଯାଇଥିଲା, ସେଇ ଜାଗାରୁ ଏମାନେ ପରମେଶ୍ୱରଙ୍କର ସନ୍ତାନ ସନ୍ତତି ବୋଲି କୁହାଯିବ। ହାଲେଲୁୟା। ପୁଣି ଯିଶାୟା ଭବିଷ୍ୟତ ବକ୍ତା କହନ୍ତି, ଉଚ୍ଚ ସ୍ୱରରେ କହନ୍ତି, ଇସ୍ରାଏଲର ସନ୍ତାନମାନଙ୍କ ସଂଖ୍ୟା ସମୁଦ୍ରର ବାଲି ପରି ହେଲେ ସୁଦ୍ଧା କେବଳ ଅବଶିଷ୍ଟ ଅଂଶ ପରିତ୍ରାଣ ପ୍ରାପ୍ତ ହେବେ। ପ୍ରେଜ୍ ଦ ଲର୍ଡ। ଇସ୍ରାଏଲ ଲୋକମାନେ ସମୁଦ୍ର ବାଲି ପରି ଥିବେ, ମାତ୍ର ପରିତ୍ରାଣ ପାଇବା ଲୋକମାନେ ମାତ୍ର ଅବଶିଷ୍ଟ ଲୋକମାନେ। ହାଲେଲୁୟା। ଯାହାକୁ ପରମେଶ୍ୱର ଦୟା କରିଛନ୍ତି ସେମାନେ ପରିତ୍ରାଣ ପାଇବା ଲୋକମାନେ। ଯେଣୁ ପ୍ରଭୁ ପୃଥିବୀରେ ଆପଣା ବାକ୍ୟ ସାଧନ କରିବେ, ସେ ତା ସମ୍ପୂର୍ଣ୍ଣ ରୂପେ ସଂକ୍ଷିପ୍ତରେ କରିବେ। ପୁଣି ଯେଉଁ ଯିଶାୟା ପୂର୍ବେ କହିଅଛନ୍ତି, ବାହିନୀମାନଙ୍କ ପ୍ରଭୁ ଯଦି ଆମମାନଙ୍କ ନିମନ୍ତେ ଗୋଟିଏ ଅବଶିଷ୍ଟ ଅଂଶ ରଖିନଥାନ୍ତେ, ତେବେ ଆମ୍ଭେମାନେ ସୋଦୋମ ପରି ହୋଇଥାନ୍ତୁ ଓ ଗମୋରା ତୁଲ୍ୟ କରାଯାଇଥାନ୍ତୁ। ହାଲେଲୁୟା। ମୋର ପ୍ରିୟ ଲୋକମାନେ, କଇନ ପ୍ରତି ପରମେଶ୍ୱରଙ୍କର କ୍ରୋଧ ବହୁତ ହେଲେ ମଧ୍ୟ, କଇନକୁ ପରମେଶ୍ୱର ଆଉ ବିଶେଷ କରି ପଳାତକ ଭାବରେ ତାଙ୍କୁ ପରମେଶ୍ୱର ତଡ଼ିଦେଲେ ମଧ୍ୟ ଗୋଟେ କଥା ପ୍ରଭୁ ତାଙ୍କୁ କହିଲେ। ଆଦି ପୁସ୍ତକ ତାର 4 ପର୍ବ ତାର 6 ପଦରେ ଗୋଟେ କଥା ପ୍ରଭୁ କହିଲେ। ତଇରେ ସଦାପ୍ରଭୁ କଇନକୁ କହିଲେ, ତୁମେ କାହିଁକି କ୍ରୋଧ କରୁଅଛ ଆଉ କାହିଁକି ଅଧମୁଖ ହୋଇଅଛ? ସତ୍କର୍ମ କଲେ କି ତୁମେ ଊର୍ଦ୍ଧ୍ୱମୁଖ ହେବ ନାହିଁ? ସତ୍କର୍ମ ନ କଲେ ପାପ ଦ୍ୱାରରେ ଛକିଥାଏ, ତୁମ୍ଭ ପ୍ରତି ତାହାର ବାସନା ରହିବ,
ମାତ୍ର ତୁମେ ତାହା ଉପରେ କର୍ତ୍ତୃତ୍ୱ କରିବ। ହାଲେଲୁୟା। ସତ୍କର୍ମ କରିବା ପାଇଁ, ସତ୍ୟକୁ ଜାଣିବା ପାଇଁ କଏନକୁ ମଧ୍ୟ ପରମେଶ୍ୱର କ'ଣ କରୁଥିଲେ? ସୁଯୋଗ ଦେଇଥିଲେ। ମୋର ପ୍ରିୟ ଲୋକମାନେ, ଯେଡ଼େ ବଡ଼ ଶତ୍ରୁ ହେଲେ ମଧ୍ୟ, ଯେଡ଼େ ବଡ଼ ଭଙ୍ଗା ପାତ୍ର ହେଲେ ମଧ୍ୟ, ସେ କୌଣସି କାମକୁ ନ ଦେବା ଲୋକ ହେଲେ ମଧ୍ୟ, ବେକାରିଆ ଲୋକ ହେଲେ ମଧ୍ୟ, ଯେଡ଼େ ବଡ଼ ପାପୀ ହେଲେ ମଧ୍ୟ, ପରମେଶ୍ୱରଙ୍କର ମହାଦୟା ଯଦି ତାର ପ୍ରତି ହେଇଯିବ, ତାହେଲେ କଏନ ପରି, ତାର ଭାଇକୁ ବଧ କରୁଥିବା କଏନ ପରି ଥିଲେ ମଧ୍ୟ ପରମେଶ୍ୱର ତାଙ୍କର ପରିତ୍ରାଣ ପାଇଁ ଆହ୍ୱାନ କରୁଅଛନ୍ତି। ପ୍ରେଜ୍ ଦ ଲର୍ଡ। ମୋର ପ୍ରିୟ ବନ୍ଧୁ, ମୋର ପ୍ରିୟ ଭାଇ ଭଉଣୀମାନେ, ଆପଣମାନେ କୌଣସି ପରିସ୍ଥିତିରେ ଥାଉ ନା କାହିଁକି, ଆପଣମାନେ କୌଣସି ଜାଗାରେ ଥାଉ ନା କାହିଁକି, କୌଣସି ଗୋଷ୍ଠୀର ଲୋକ, କୌଣସି ଧର୍ମର ଲୋକ, କୌଣସି ଜାତିର ଲୋକ ହେଉ ନା କାହିଁକି, ପରମେଶ୍ୱରଙ୍କ ଦୟା ଯଦି ତୁମ ପ୍ରତି ଦୀର୍ଘ ସହିଷ୍ଣୁତା ଅଛି, ପରମେଶ୍ୱରଙ୍କ ଦୟା ଯଦି ତୁମ ପ୍ରତି ଅଛି, ତୁମେ ନିଶ୍ଚିତ ଭାବରେ ପୃଥିବୀରେ ଯେକୌଣସି କୋଣରେ ଥିଲେ ମଧ୍ୟ ତୁମେମାନେ ପରମେଶ୍ୱରଙ୍କର ସନ୍ତାନ ସନ୍ତତି ହେଇପାରିବ ବୋଲି ବାକ୍ୟ ପ୍ରମାଣ ଦେଉଛି। ହାଲେଲୁୟା। ତେଣୁ ଆଜି ସାରା ପୃଥିବୀରେ ପରମେଶ୍ୱରଙ୍କ ଲୋକମାନେ, ଯିଶାୟା ଭବିଷ୍ୟତ ବକ୍ତା କହିବା ଅନୁସାରେ ଇସ୍ରାଏଲ ଲୋକମାନେ ସମୁଦ୍ର ବାଲି ପରି ହେବେ। ଆଜି ଖ୍ରୀଷ୍ଟିଆନ ଲୋକମାନେ ସାରା ପୃଥିବୀରେ ବ୍ୟାପି ଯାଇଛନ୍ତି। ଆଜି ଖ୍ରୀଷ୍ଟିଆନ ଲୋକମାନେ ଅନେକ ଗ୍ରାମରେ, ପଲ୍ଲୀରେ, ନଗରରେ, ଅନେକ ଜାଗାରେ ଅଛନ୍ତି। ହେଲେ ପରିତ୍ରାଣ ପାଇବା ଲୋକମାନେ ଅବଶିଷ୍ଟ ଅଟନ୍ତି। ହାଲେଲୁୟା। ତଇ ମଧ୍ୟରେ ସେ ଅବଶିଷ୍ଟ ଅଂଶରେ ତୁମେ ଆଉ ମୁଁ ଅଛୁ ବୋଲି, ଆମେ ମହାଦୟା ପାଇଛୁ ବୋଲି ଆମେ ଧନ୍ୟ ଅଟୁ। ମୋର ପ୍ରିୟ ଲୋକମାନେ, ଆଜିର ବାକ୍ୟ ଅନୁସାରେ ଆମେ ଜୀବନଯାପନ କରିବା। ପ୍ରଭୁ ଆମମାନେ ସମସ୍ତଙ୍କୁ ପଠିତ ବାକ୍ୟ ଦେଇ ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରାର୍ଥନା କରିବା। ସର୍ବଶକ୍ତିମାନ ଜୀବନ୍ତ କରିଥିବା ପ୍ରଭୁ ଆଶ୍ଚର୍ଯ୍ୟ ପ୍ରାକାନ୍ତ ପରମେଶ୍ୱର, ଆମେ ତୁମକୁ ଧନ୍ୟବାଦ କରୁଛୁ। ବିଶେଷ କରି ଆଜିର ବାକ୍ୟ ଅନୁସାରେ ପ୍ରଭୁ ତୁମ ଲୋକମାନେ ସହିତ ତୁମ କଥା କୁହ। ଯେ ପ୍ରକାର ପରମେଶ୍ୱର ତୁମ ଦୟା ପ୍ରାପ୍ତ ହେବା ପାଇଁ ପ୍ରଭୁ, ତୁମ ଅନୁଗ୍ରହ ପ୍ରାପ୍ତ ହେବାର ପାଇଁ, ତୁମ ଶକ୍ତି ପ୍ରାପ୍ତ ହେବା ପାଇଁ ପ୍ରଭୁ, ଆମେ ଯେ ପ୍ରକାର ପରମେଶ୍ୱର ଯୋଗ୍ୟ ହୋଇପାରିବୁ ସେଥିପାଇଁ ସାହାଯ୍ୟ କର ବୋଲି ମହିମା ଗୌରବ ପ୍ରଶଂସା ପୂଜା ତୁମକୁ ଦେଇ ଯୀଶୁଙ୍କ ନାମରେ ପ୍ରାର୍ଥନା କଲେ ପ୍ରଭୁ। ଆମେନ୍। ଆମେନ୍। ପ୍ରେଜ୍ ଦ ଲର୍ଡ।